ଜଗନ୍ନାଥ, ଜୟ ମା ଲକ୍ଷ୍ମୀ। ଆସନ୍ତୁ ଜାଣିବା ରଥଯାତ୍ରା ପ୍ରସଙ୍ଗରେ କିପରି ମାନବୀୟ ଲୀଳା କରନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ମାନବୀୟ ଲୀଳା କରନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ସାଙ୍ଗରେ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ନେଇ ତାଙ୍କ ଜନ୍ମବେଦୀ ଗୁଣ୍ଡିଚା ଘରକୁ ଯାତ୍ରା କରନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। କୋଟି ଓଡ଼ିଆର ମଉଡ଼ମଣି ପ୍ରଭୁ ଶ୍ରୀ ଜଗନ୍ନାଥ। କିଏ କହିପାରିବ ମହାପ୍ରଭୁଙ୍କ ଲୀଳାର କଳନା? ସେ ସହସ୍ର ସୂର୍ଯ୍ୟଙ୍କର ଜ୍ୟୋତିରେ, କୋଟି ଚନ୍ଦ୍ରଙ୍କର ଜ୍ୟୋତ୍ସ୍ନାରେ ଉଦ୍ଭାସିତ ପରମ ପୁରୁଷ ଜଗନ୍ନାଥ ହେଉଛନ୍ତି ଅଲେଖା ଲେଖରୁ ଅକ୍ଷର, ଅକ୍ଷରରୁ ପରମ ବ୍ରହ୍ମ। ଶ୍ରୀ ଜଗନ୍ନାଥ ହେଉଛନ୍ତି ତ୍ୟାଗ ଓ ତପସ୍ୟାର ଦେବତା। ସେ ଗଣଙ୍କର ଦେବତା। ସେଇଥିପାଇଁ ତ ରତ୍ନ ସିଂହାସନରୁ ଓହ୍ଲାଇ ରଥଯାତ୍ରା ଦିନ ଜନସାଧାରଣଙ୍କୁ ସେ ନିଜେ ଦର୍ଶନ ଦିଅନ୍ତି ବଡ଼ ଦାଣ୍ଡରେ। ମହାପ୍ରଭୁଙ୍କର ସେଇ ନେତ୍ର ଦୁଇଟି ପ୍ରତ୍ୟେକ ଭକ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ। ସେ ଚକାନୟନ ଦୁଇଟିରେ କି ଶକ୍ତି ଅଛି ଯେ ସେ ସମସ୍ତ ଜଗତକୁ ପ୍ରେମରେ ବାନ୍ଧି ରଖିଛନ୍ତି। ଜଗନ୍ନାଥଙ୍କଠାରେ ଜାତି, ଧର୍ମ, ବର୍ଣ୍ଣ ଆଉ ସମ୍ପ୍ରଦାୟର ଭେଦଭାବ ନାହିଁ। ସେଇଥିପାଇଁ ପ୍ରତିବର୍ଷ ପରି ଆଷାଢ଼ ମାସର ଶୁକ୍ଳପକ୍ଷ ତୃତୀୟା ତିଥିରେ ଶ୍ରୀ ଗୁଣ୍ଡିଚା ଦିନ ରତ୍ନ ସିଂହାସନ ଛାଡ଼ି ଧୂଳି ଧୂସରିତ ବଡ଼ଦାଣ୍ଡକୁ ଓହ୍ଲାଇ ଆସି ଭକ୍ତମାନଙ୍କର ଦୁଃଖମୋଚନ କରିଥାନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ସାଥିରେ ନେଇ ଆସିଥାନ୍ତି ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ। ସେ ଯାଆନ୍ତି ଗୁଣ୍ଡିଚା ବାଡ଼ି, ଆଉ ବାଟରେ ମାଉସୀ ମାଆର ସ୍ନେହଭରା ପୋଡ଼ପିଠା ଖାଇବା ପାଇଁ। ସେ ଦେବତା ହେଲେ ମଧ୍ୟ ମାନବୀୟ ଲୀଳା କରନ୍ତି। ସେ ମାନବ ପରି ନିଦ୍ରା ଯାଆନ୍ତି, ଧୂଳି ଧୂସରିତ ହୁଅନ୍ତି, ଭକ୍ତଙ୍କ ଗହଣରେ ନାଚନ୍ତି, ଖେଳନ୍ତି, ଆଉ ରାଜାଧିରାଜ ହୋଇ ବଡ଼ଦାଣ୍ଡକୁ ଆସି ତାଙ୍କ ପ୍ରଜାମାନଙ୍କର ଗୁହାରି ମଧ୍ୟ ଶୁଣନ୍ତି। ମାନ, ଅଭିମାନ, ରାଗ, ରୁଷା ବି କରନ୍ତି। ପିଲାଟିଏ ଯେଭଳି ଗୀତ ଶୁଣି ଶୋଇବା ପାଇଁ ଭଲ ପାଏ, ପ୍ରଭୁ ସେହିଭଳି ଗୀତ ଗୋବିନ୍ଦ ଶୁଣି ଶୋଇଯାଆନ୍ତି। ମହାପ୍ରଭୁଙ୍କର ପ୍ରତ୍ୟେକ ଲୀଳା ମାନବୀୟ। କିଏ କହିପାରିବ ମହାପ୍ରଭୁଙ୍କର ଲୀଳାର କଳନା?